ହାଏ ହ୍ୟାଲୋ ରାଧେ ରାଧେ ସାଙ୍ଗମାନେ। ଏଇଠି ବାପାଙ୍କର ପୁସ୍କୁରା ଲାଗିଛି। ପୁସ୍କୁରା ଏକପାଦିଆ ଲାଗିଛି। ଯେହେତୁ ପୁସ୍କୁରା ପାଇଁ ରେଡ଼ି ହେଉଛି, ହୋମ ଯଜ୍ଞ ହେବ, ସେଥିପାଇଁ ସଜାସଜି ଚାଲିଛି। 2 ଜଣ ନନା ଆସିଛନ୍ତି। ସେମାନେ ବି ତାଙ୍କ ପୂଜା ଆରମ୍ଭ କରିବାରେ ବସିଛନ୍ତି। ବଡ଼ ଭାଇ ବଡ଼ ଭାଉଜ। ତ ବଡ଼ ଭାଇଙ୍କ ଦ୍ୱାରା ସବୁ କାମ ହେବ। ଏଠି ନନା ପାଠ କରୁଛନ୍ତି, ଆଉ ଗୋଟେ ନନା ଏଠି ପୂଜା କରୁଛନ୍ତି। ପୁସ୍କୁରା ମାନେ ମୁଁ ତ ପୁସ୍କୁରା କେବେ ଦେଖିନି, ଖାଲି ଶୁଣିଛି। ଆଉ ପୂଜାଟା ବି କେବେ ଦେଖିନି, ଯେହେତୁ ମୋ ବାପାଙ୍କର ଫାଷ୍ଟ କର୍ମ ମୁଁ ଦେଖୁଛି। ମୋର ଏତେ ବର୍ଷ ବୟସ ଭିତରେ ମୁଁ କେବେ ଏଇ କର୍ମ ସବୁ କେବେ ତୁ ଆମ ଘର ଭିତରେ ସେମିତି କିଛି କର୍ମ ହେଇନାହିଁ। ଏଇଟା ମୋ ବାପାଙ୍କର ଫାଷ୍ଟ କାମ। ଯେହେତୁ ଆମେ ଏଠି ସମସ୍ତେ ପୂର୍ଣ୍ଣାହୁତି ଦେଉଛୁ। ପୂର୍ଣ୍ଣାହୁତି ଦେଇକି ବାପାଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ପ୍ରାର୍ଥନା କରିକି କାମନା କରୁଛୁ। ବାପା ସ୍ୱର୍ଗରେ ରୁହନ୍ତୁ, ଭଲରେ ତାଙ୍କ ଆତ୍ମାକୁ ଶାନ୍ତି ମିଳୁ। ଫାଇନାଲି ରାତି ସାରା ଅନିଦ୍ରା ହେଇ ପୂର୍ଣ୍ଣାହୁତି କାମ ସରିଗଲା। ଆହୁରି ବାକି କାମ ଅଛି। ଭୋଗ ହାଣ୍ଡି ଯିବ ତା ଦେହର କୁହନ୍ତି ଭୂତ ଯାଆନ୍ତି ହାଣ୍ଡି ଭିତରେ, ପ୍ରେତ ଆତ୍ମାକୁ ନେଇକି ବାହାରେ। ସାଙ୍ଗମାନେ ଟାଟା।